हेलो दोस्तों, एडवर्ड सुब्रत ब्लॉग्स में आपको स्वागत है। इस वीडियो को आप एंजॉय कीजिए। एक राइड वीडियो आपके लिए तैयार किया हुआ हूँ। इस वीडियो को आप एंजॉय कीजिए। SP 125 बाइक पर एक वीडियो, मिनी ब्लॉग कह सकते हैं। मिनी ब्लॉग नहीं तो एक ब्लॉग है, इसको एंजॉय कीजिए। इस नज़ारे को एंजॉय कीजिए। देखो केमती व्यू अच्छी और मत एमती सपोर्ट करो। मु आपण मानक एमती व्यू ब्लॉग जरिया देखी। संध्या समय गोटे राइड रिव्यू देख। संध्या समय गोटे ब्लॉग शूट करती। मत आपण मैंने सपोर्ट करूँ यही भाव में बाइक रो ब्लॉग्स गुड़िक आपण मनोरम दृश्य आनिबी। देख कमी रास्ता आई ब्लॉग को एमती एंजॉय कर मो सहित बनी रुह। आपण ब्लॉग यही भाव में ब्लॉग किसी आनिबी, बहुत ब्लॉग आनिबी। एडवर्ड सुब्रत चैनल, एडवर्ड सुब्रत ब्लॉग को आप सपोर्ट कीजिए। एमती वीडियो सब देख मोर चैनल को सपोर्ट करी। देख कमी रास्ता है पूरा धड़धड़िया रास्ता। भाई ब्लॉग बनाऊँगी तो तुमर सपोर्ट मिलले तो भाई मु आगे को जीवी ना, नल केमती। देख ब्लॉग को देख, लाइक शेयर कमेंट सब्सक्राइब ये सब कर मोर वीडियो को। भल लगे भाई, भल लगे निश्चित लाइक शेयर कमेंट कर। देख भाई तुम ये ब्लॉग आनी, ये मोर चैनल को सपोर्ट करो। एमती ब्लॉग पकेबी भाई मो मो चैनल को देखिए सपोर्ट कले मत गोटे मोटिवेट मिले जे भर गोटे मोटिव मिले जे ना। हाँ मुझे जहाँ करुँच भल काम करुँच। देखो भाई किसी नज़ारा
ଏମିତି କିଛି ନଜାରା ଅଛି। ଦେଖ କେତେ ବହୁତ ସୁନ୍ଦର ଦେଖାଯାଉଛି। ଦେଖ ମୋର ବାଇକ୍କୁ ଏ ଲୋକେସନ୍ ଦେଖ କେମିତି ଦେଖାଯାଉଛି। ଏମିତି ଗୋଟେ ଗୋଟେ ବ୍ଲଗ୍ ଆପଣଙ୍କୁ ଆଣିକି ଦେଖେଇବି ଭାଇ। ପାଖରେ ବଣ ଅଛି, ବଣ ସାଇଡ଼୍ରେ ରାସ୍ତା ଧଡ଼ଧଡ଼ିଆ ଏତେ ହେଇଛି ଯେ ଏପଟେ ମଧ୍ୟ ଲୋକ ବସବାସ କରୁଛନ୍ତି। ଆପଣଙ୍କୁ ଯାଇକି ଦେଖେଇବି ବ୍ଲଗ୍ରେ, ମୋ ସହିତ ବନି ରୁହନ୍ତୁ। ଦେଖ ଭାଇ, ଏଇଟା ଗୋଟେ ନଜାରା ଦେଖ କେମିତି ହେଇଛି। ଏଇ ରାସ୍ତାଟା ଆଗକୁ ଅଛି, ଆଗକୁ ଯାଇକିରି କେତେ ଖଦଡ଼ା ହେଇଛି ରାସ୍ତା ଦେଖାଉଛି ମୁଁ ଆପଣଙ୍କୁ। ପୁରା ଧଡ଼ଧଡ଼ିଆ ରାସ୍ତା ପୁରା। ଆଉ କିଛି ଏଇଭଳି ଭାବରେ ନଜାରା କିଛି ଏଇଭଳି ଭାବରେ ଦେଖାଯାଉଛି। ଚାଲ ଯିବା ଆଗକୁ ଏଇଠୁ, ହେଲା। ଦେଖଉଛି ଆଗକୁ ଯାଇକି ରାସ୍ତା କେମିତି ହେଇଛି। ଏମିତି ଭାବରେ ଯାଇକିରି ଦେଖ କେମିତି ରାସ୍ତା ଦେଖିଲ। ଭୟଙ୍କର ରାସ୍ତା ହେଇଛି। ଏପଟେ ସିଧା ରାସ୍ତା ଅଛି, ଟିକେ ଖାଲ ଅଛି, ଧଡ଼ଧଡ଼ିଆ ଗାଡ଼ି ନେଲେ କି ଗାଡ଼ି ମଧ୍ୟ ଇଏ ହେବ, ହାମ୍ପର ହେବ। ଯାଉଛି ଅବଶ୍ୟ, କିନ୍ତୁ ଗାଡ଼ି ମୁଁ ସେପଟୁ ନେବାକୁ ଚାହୁଁନି। ଏଇପଟୁ ଆଟୁ ଯାଇକି ମୁଁ ସେପଟେ ବାହାରିବା, ହେଲା। ଦେଖ କେମିତି ରାସ୍ତା ହେଇଛି। ବହୁତ ଧଡ଼ଧଡ଼ିଆ ରାସ୍ତା। ଦେଖ କେତେ ଧଡ଼ଧଡ଼ିଆ ଅଛି ରାସ୍ତା। ଏଇଟା ଗୋଟେ ଲୋକେସନ୍ ଦେଖ। ଆଗକୁ ଏଇଠୁ ମଧ୍ୟ ରାସ୍ତା ଅଛି, ଆଗକୁ ଦେଖିବା, ଯିବା ଆଗକୁ ଯାଇକି ଦେଖଉଛି ମୁଁ। ଦେଖ ଲୋକେସନ୍ କେଉଁ ଭଳିଆ ହେଇଛି, ହେଲା। ଚାଲ ଆଗକୁ ଯିବା। ସେଇଭଳିଆ ଲୋକେସନ୍ ଅଛି ଭାଇ। ଦେଖ ଏପଟେ ଗୋଟେ ରାସ୍ତା ଅଛି, ଏପଟେ ଯିବା। ଦେଖ କେମିତି ରାସ୍ତା ହେଇଛି, ଖାଲି ଦେଖ ଆଗକୁ ଦେଖି ଚାଲ ଭାଇ। ସବୁ ସୁବିଧା ଥାଇକି ମଧ୍ୟ ଲୋକମାନେ କହୁଛନ୍ତି ଆମେ ଏମିତି ଅସୁବିଧାରେ ଅଛୁ, ସେମିତି ଅସୁବିଧାରେ ଅଛୁ। ୟାଠୁ ବଳି ଅସୁବିଧା ଆଉ କ'ଣ ଭାଇ। ଏତେ କହୁଛନ୍ତି ଇଣ୍ଡିଆ। ଦେଖ ଭାଇ, କିଛି ଏଇଭଳି ରାସ୍ତା ଅଛି, ହେଲା। ଏଇଠୁ ଆମେ ଆଗକୁ ଯିବା, ଦେଖିବା, ଆପଣଙ୍କୁ ଦେଖେଇବି ରାସ୍ତା କେଉଁ ଭଳିଆ ଅଛି, ହେଲା। ସେତେବେଳେ ଭାଇ ଏକ୍ସକ୍ୟୁଜେସ୍ ଦେବା ଛାଡ଼ିଦିଅ। ତୁମର କାମ ଯାହା ଅଛି ତୁମେ କାମ କର। ତୁମେ ଯେଉଁ ଭିତରେ ରହୁଛ ରୁହ। କିନ୍ତୁ ମୋର ଏମିତି ନାହିଁ, ଏମିତି ହେଲେ ହେଇଥାନ୍ତା, ହେଲା। ଏଇ ରାସ୍ତାଠୁ କିଛି ଶିଖ। ସବୁ ଦେଖ, ହଁ, ଏଇଭଳି କେତେ ପ୍ରତିବନ୍ଧକ ମଧ୍ୟ ଆସିବ। ସେ ପ୍ରତିବନ୍ଧକକୁ ଏଡ଼େଇକି ଆମେ ଆମର ଲକ୍ଷ୍ୟ ପଥରେ ଯାଇକି ପହଞ୍ଚିବାର ଅଛି, ହେଲା। ଦେଖ ଦେଖି ଚାଲ ରାସ୍ତା କେଉଁ ଭଳିଆ ଅଛି ଖାଲି, ହେଲା। ରାସ୍ତା କେଉଁ ଭଳିଆ ଅଛି ଖାଲି ଦେଖ। ଏତେ ଭିତରେ ଲୋକ ରହୁଛନ୍ତି, ହେଲା ଭାଇ।
ଦେଖିଛ ଦେଖ ନଜାରା କେମିତି ଅଛି, ୟାର ଭ୍ୟୁ କେମିତି ଅଛି ଦେଖ ହେଲା। ଏମିତି କିଛି ଭ୍ୟୁ ଅଛି ହେଲା। ଦେଖିବି ମୁଁ ଗାଁଟାକୁ ମଧ୍ୟ ମୁଁ ଯାଉଛି ଗୋଟେ ଜିନିଷ ଦେଖିବା ପାଇଁ, ମାନେ ଦେଖିବି ନିଶ୍ଚୟ। କାହିଁକି ହେଲେ ଆପଣ ମୋର ପରିବାର ଭଳିଆ ହେଲା। ଆପଣ ନିଜ ପରିବାର ମୋର ସବସ୍କ୍ରାଇବର୍, ଆଉ ମୁଁ ଆପଣଙ୍କୁ ଦେଖେଇବି ଦେଖ କିଭଳିଆ ରାସ୍ତା ଭିତରେ ଲୋକ ବସବାସ କରୁଛନ୍ତି ଦେଖ। ସେମିତି ଅଛି, ଏପଟେ ରହୁଛନ୍ତି ଲୋକ। ପୁଣି ଆଉ ଥରେ ଏଠି ମଧ୍ୟ ଆଉ ଗୋଟେ ଲୋକେସନ୍ ଦେଖ, ଗୋଟେ ଲୋକେସନ୍ ଅଛି। ହଁ କିନ୍ତୁ ରାସ୍ତା ଖାଲି ଦେଖ, ଖାଲି ଭ୍ୟୁ ଖାଲି ଦେଖ ହେଲା। ଦେଖ ଭ୍ୟୁଟା ଦେଖ ଖାଲି ହେଲା, କେଉଁଭଳି ଭାବରେ ଭ୍ୟୁ ଅଛି ୟାର। ଗାଡ଼ି ରଖିକିରି ଆପଣଙ୍କୁ ଦେଖାଇ ଦେଉଛି ଏଇଠିର ମଧ୍ୟ ଭ୍ୟୁ ଦେଖ ଖାଲି, ଭ୍ୟୁ ଖାଲି। ସେଥିପାଇଁ ବୋଲି ମୁଁ ଏଇଠିକୁ ଆଣିଛି ଆପଣଙ୍କୁ। ଦେଖ ଭ୍ୟୁକୁ ଚେକ୍ କର କେଉଁଭଳି ଭାବରେ ଭ୍ୟୁ ଅଛି। ଓଡ଼ିଶାରେ ଏଇଭଳି ଭାବରେ ଭ୍ୟୁ ଅଛି। ପାହାଡ଼ ପର୍ବତ ଦେଖିକି ତୁମର ମନ ଖୁସି ହେଇଯିବ। ଆଉ ତୁମେ କ'ଣ କୋରାପୁଟ କ'ଣ ଆଉ କେଉଁଟା କ'ଣ ଦେଖ, ଆମର କନ୍ଧମାଳରେ ଏଇଭଳି ଭ୍ୟୁ ଅଛି। ତମେ ଦେଖିଲେ ମୁଣ୍ଡ ବାଇଆ ହେଇଯିବ। ଆଉ ତମେ କ'ଣ କୁଆଡ଼େ ମନାଲି ଫନାଲି କ'ଣ ଯାଉଛ ଦେଖ, ସେଇଟା ମୋତେ ଦେଖିବା ଜିନିଷ ହେଲେ କିଛି ଇଏ ନାହିଁ। କିନ୍ତୁ ଏଇଟା ଦେଖ ପାହାଡ଼ କେମିତି ମଜା ମସ୍ତ ଦେଖାଯାଉଛି। ଆଉ ୟାର ନଜାରାଟା ଦେଖ କେମିତି ମସ୍ତ ଦେଖାଯାଉଛି। ଦେଖ ଆଉ ଦେଖ ଖାଲି ମୋ ସହିତ ବ୍ଲଗ୍ରେ ବନିରୁ ମୁଁ ଆପଣମାନଙ୍କୁ କେମିତି ଜିନିଷ ଦେଖି, ଦୃଶ୍ୟ ଆମର କନ୍ଧମାଳର ଦୃଶ୍ୟ ଖାଲି ଦେଖି ଚାଲ ଆଉ ଏନ୍ଜୟ କରି ଚାଲ ମୋ ଭିଡ଼ିଓକୁ। ଏଇପଟକୁ ଲୋକ ଜଙ୍ଗଲକୁ ଯାଉଛନ୍ତି, କାଠ ଅନ୍ୟାନ୍ୟ ଜିନିଷ ସବୁ ଆଣିକି ଏଇପଟେ କିଛି ଏମିତି ଅଛି। ଏଇପଟେ ବସବାସ ସବୁ ଲୋକ ଏପଟେ ରହିକି ବସବାସ କରୁଛନ୍ତି ସବୁ। ଏପଟେ ଦେଖ ବାଡ଼ ଫାଡ଼ ଲାଗିଛି ହେଲା, କିଛି ଏଇଭଳି ଦୃଶ୍ୟ। କେମିତି ବାଟ ଖାଲି ଭାଇ ଦେଖ, ଖାଲି ବାଟ କେମିତି ହେଇଛି ଖଦଡ଼ା। ଏମିତି ରାସ୍ତାରେ ତମେ ବାଇକ୍ ଧରିକି ଆସିବ ଯାହା ହବ ଭାଇ ଦେଖ ଖାଲି ହେଲା, କେମିତି ହେଇଛି ଦେଖ ଖାଲି ବାଟ। ଦେଖ ହେଲା, କିଛି ଏଇଭଳିଆ ଭ୍ୟୁ ଅଛି। ଦେଖିବା ଯଦି ମୁଁ ବାଇକ୍ ଯଦି ଆଣି ହେବ ନିଶ୍ଚୟ ଆଣିବି ଏଇ ପେଜ୍ରେ। ଦେଖ ଖାଲି ରାସ୍ତା କେମିତି ହେଇଛି ହେଲା। ଆଗରୁ ଆହୁରି ରାସ୍ତା ଖରାପ ଥିଲା, କିନ୍ତୁ ଏବେ ଗୋଟେ ପ୍ରକାର ଭଲ ହେଇଯାଇଛି, ମାଟି ଫାଟି ପକେଇଛନ୍ତି। କିନ୍ତୁ ଆଗରୁ ଆହୁରି ରାସ୍ତା ଖରାପ ଥିଲା। ଦେଖ ଏବେ ମାଟି ଫାଟି ପକେଇଛନ୍ତି, ଖୋଳିକି ପକେଇଛନ୍ତି। ଦେଖ ଏଇଠି ଖାତ କାମ ଆସୁଛି, ସବୁ ଖାତ କାମରେ ସବୁ ଏଇଗୁଡ଼ା ସବୁ ଚାଲିଛି, ସବୁ ଯୋଗାଇ ଦେଉଛନ୍ତି। ସେଇଟା ବହୁତ ଭଲ, ନହେଲେ ଏଇ ଭିତରେ ଲୋକ ରହି ହିଁ ପାରନ୍ତିନି। ଦେଖ କେଉଁଭଳି ଭାବରେ ରାସ୍ତା ହେଇଛି ଭାଇ। ସ୍ୱାଧୀନ ହେବା ପରେ ମଧ୍ୟ ଯଦି ଏଇଭଳି ଭାବରେ ରାସ୍ତାରେ ଲୋକ ବସବାସ କରିବେ, ରାସ୍ତାକୁ ଆସିକି ଲୋକ ଏତେ ଡେଭଲପ୍ ଗଲାଣି। ଡେଭଲପ୍ ହେଲେ ଏଇଠିକୁ ଡେଭଲପମେଣ୍ଟ ଆସିପାରୁନି ହେଲା, ସବୁ ଜାଗାକୁ ଡେଭଲପମେଣ୍ଟ ଆସିପାରୁନି। ଏଇଟା ଓଡ଼ିଶା କନ୍ଧମାଳର ଦୃଶ୍ୟ ହେଲା। ଦେଖ ଭାଇ କେମିତି ହେଇଛି ରାସ୍ତା। ଆଣିବି ମୁଁ ଗାଡ଼ି ମଧ୍ୟ ଆଣିବି। ଦେଖ ଚାଲ ଭାଇ ଆଗକୁ ଯିବା, ଦେଖିବା ସେ ରାସ୍ତାଟା ମୁଁ ଦେଖେଇଥିଲି, ସେ ରାସ୍ତାରେ ଆପଣଙ୍କୁ ଆଗକୁ ନେଇଯିବି। ଦେଖ କେଉଁ ଭଳିଆ ରାସ୍ତା ହେଇଛି ଖାଲି। ଏନ୍ଜୟ କର।
ଏଇଭଳିଆ ରାସ୍ତା ଖାଲି ଦେଖ। ମିସ୍ ଗେମ୍ ଫିନିସ୍ ଦେଖ କେମିତି ରାସ୍ତା ହେଇଛି। ହଁ ଏତେ କଣ୍ଟ୍ରୋଲରେ ଆଣିବାକୁ ପଡ଼ୁଛି ଗାଡ଼ିଟା। ଦେଖ ହେଇଛି ରାସ୍ତା। ହଁ ଏବେ ଗୋଟେ ପ୍ରକାର ଭଲ ଅଛି। ମାଟି ଫାଟି ପଡ଼ିଛି ତ ଗୋଟେ ପ୍ରକାର ରାସ୍ତା ଠିକ୍ ଅଛି। କେଉଁ ଭଳିଆ ରାସ୍ତା ହେଇଛି। ଖାଲି ରାସ୍ତାକୁ ଦେଖ ଏପଟେ ଲୋକ ରହୁଛନ୍ତି, ସେପଟେ ଦେଖିଲେ କେମିତି ରାସ୍ତା ଥିଲା। ଏଇଟା ଯାଇକି ପୁଣି ଆଉ ଥରେ ଆଉ ଗୋଟେ ରାସ୍ତାକୁ ମିଶିଛି ସେପଟୁ ହେଲା। ଚାଲ ଯିବା, ଚାଲ ଦେଖିବା ରାସ୍ତା। ଆମେ ଠିକ୍ ରାସ୍ତାକୁ ବାହାରିଲେ ହେଲା। କଂକ୍ରିଟ୍ ରୋଡ଼ ଏଇଟା ଯାଇକି ପୁରା ମିଶିଛି ସେପଟେ ମେନ୍ ରୋଡ଼କୁ। ଏଭଳିଆ କିଛି ରାସ୍ତା ହେଲା। ରାସ୍ତା ଏଭଳିଆ ଅଛି, ଦେଖ ଏନ୍ଜୟ କର ରାସ୍ତାକୁ। କିଛି ନଜର ଅଛି। ଏପଟେ ଅଛି ହେଲା। ଏମିତି କିଛି ନଜର ଅଛି ଏପଟେ ଦେଖ। ଏଇଭଳିଆ କିଛି ରାସ୍ତା ଅଛି, ଏଇଭଳିଆ ଯାଇକି ପୁରା ମେନ୍ ରୋଡ଼ରେ ମିଶିଛି ହେଲା। ସନ୍ଧ୍ୟାବେଳେ ସାଇକେଲ ହଉ ବା ବାଇକ୍ ହଉ, ସନ୍ଧ୍ୟା ହଉ ସକାଳେ ହଉ, ଏ ଦୁଇଟା ଟାଇମ୍ କିଛି ଗୋଟେ ରାଇଡ଼୍ କଲେ ମାଇଣ୍ଡକୁ ବହୁତ ଶାନ୍ତି ଲାଗୁଛି। ସାଇକେଲ ହଉ ନହେଲେ ବାଇକ୍ ହଉ, ଯେଉଁଟା ହେଲେ ହଉ ବହୁତ ମଜା ଲାଗେ ମୋତେ ସନ୍ଧ୍ୟାରେ ଆଉ ସକାଳେ ବାଇକ୍ ଚଲାଇବାକୁ। ହଁ ଏଇଭଳିଆ କିଛି ରାସ୍ତା। ଦେଖ ଏଇଭଳିଆ କିଛି ରାସ୍ତା ଅଛି, ବହୁତ ମଜା ଲାଗେ ଦେଖିବା ପାଇଁ। ଏ ରାଇଡ଼ରେ ବି ଖାଲି ଏନ୍ଜୟ କର ତମେ ମୋ ସହିତ ବନିବ। ମୁଁ ତମକୁ ଏଇଭଳି ଭାବରେ କିଛି ବ୍ଲଗ୍ ଆଣିକି ଦେଖେଇବି ଯାହାକି ବହୁତ ମଜା ଲାଗିବ।
ଦେଖ ଏଇଟା ରାସ୍ତାକୁ ଆମେ ବାହାରି ପଡ଼ିଲେ ମେନ୍ ରୋଡ଼କୁ ହେଲା। ଏମିତି ଭିଡ଼ିଓ ଆଉ ମଜାଦାର ଭିଡ଼ିଓ ଆଉ ଏଇଭଳି ଭାବରେ ମୋ ସହିତ ବନି ରୁହନ୍ତୁ। ନିଶ୍ଚିତ ଆପଣଙ୍କୁ ଭଲ ଲାଗିଥିବ ବୋଲି ମୁଁ ମୋର ଆଶା। କାହିଁକି ମାନେ ଏ ଯେଉଁ ରାସ୍ତା ଦେଖିଲେ ସେ ରାସ୍ତାରେ ଯାଇକି ଲୋକ ରହିବା ତ ଏଇଟା 2026 ହେଇଗଲାଣି ହେଲା। ନିହାତି ରାସ୍ତାକୁ ସୁଧାର କରିବା ଦରକାର। ଲୋକ ରହୁଛନ୍ତି ମାନେ ତାଙ୍କୁ ସୁବିଧା ନିହାତି ଆବଶ୍ୟକ। ହଉ ଏଇ ବ୍ଲଗକୁ ଆମେ ଏଇଠି ଏଣ୍ଡ କରିବା। ରହୁଛି, ନମସ୍କାର।